30 ଜିଲ୍ଲାରେ କାଳବୈଶାଖୀ ହେବ। ଜୁନ୍ 4 ଯାଏଁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଆସିଲା ପାଣିପାଗ ବିଭାଗର ଆଉ ଏକ ନୂଆ ତାଜା ଅପଡେଟ୍। ଆଜି 30ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଅଛି। ଆସନ୍ତୁ ଜାଣିବା ଆଜି କେତେ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ଆଉ ପାଣିପାଗ ବିଭାଗ କେଉଁ ସବୁ ଆଲର୍ଟ ଜାରି କରିଛି ଆସନ୍ତୁ ଜାଣିବା এই ভিডিও মাধ্যমে। তেণু ভিডিওକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରିଦିଅନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ଜୁନ୍ 4 ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ ବର୍ଷା। ଆଜି ସାରା ରାଜ୍ୟରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିଭଳି 12ଟି ଜିଲ୍ଲାକୁ ଅରେଞ୍ଜ ଓ 18ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଟ୍ରପ୍ ଲାଇନ୍ ପ୍ରଭାବରେ ଦକ୍ଷିଣ ପବନ ରାଜ୍ୟକୁ ଜଳୀୟ ବାଷ୍ପ ନେଇ ଆସୁଛି, ଯାହା ବର୍ଷା କରାଇବାରେ ସହାୟକ ହେବ। ଫଳରେ ଦିନର ତାପମାତ୍ରା କମିବ ଏବଂ ଖରା ଗରମରୁ ଆଶ୍ୱସ୍ତି ମିଳିବ। ତେବେ 4 ତାରିଖ ପରେ ପୁଣି ଥରେ ପାଗର ପରିବର୍ତ୍ତନ ହେବ। ଭାରତୀୟ ପାଣିପାଗ ବିଭାଗର ନୂଆ ପୂର୍ବାନୁମାନ ଚିନ୍ତା ବଢ଼ାଇଛି। ଜୁନ୍ରୁ ସେପ୍ଟେମ୍ବର ଯାଏଁ ସାରା ଦେଶରେ ସାଧାରଣଠାରୁ କମ୍ ବର୍ଷା ହେବା ନେଇ ଆକଳନ କରାଯାଇଛି। IMD ଅନୁସାରେ ଏହି ବର୍ଷ ଦେଶରେ ମାତ୍ର 90% ବର୍ଷା ହେବ। ଏହା କୃଷି, ଜଳ ସଂରକ୍ଷଣ ଓ ଚାଷ ଉପରେ ପ୍ରଭାବ ପକାଇପାରେ। IMD DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତର ପୂର୍ବ ଓ ଉତ୍ତର ପଶ୍ଚିମର କିଛି ଅଞ୍ଚଳକୁ ଛାଡ଼ି ଅଧିକାଂଶ ସ୍ଥାନରେ କମ୍ ବର୍ଷା ହେବା ସମ୍ଭାବନା ରହିଛି। ଜୁନ୍ ମାସରେ ମୌସୁମୀ ଭାରତକୁ ପ୍ରବେଶ କରିବ, କିନ୍ତୁ ମୌସୁମୀ ସକ୍ରିୟ ଥିଲେ ମଧ୍ୟ ଭଲ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ 12ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଓ 18ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବଜ୍ରପାତ ଓ ଘୂର୍ଣ୍ଣିବାତ୍ୟା ଧରଣର ପବନକୁ ନେଇ ସତର୍କ କରାଯାଇଛି। ଟ୍ରପ୍ ଲାଇନ୍ ପ୍ରଭାବରେ ଦକ୍ଷିଣ ଦିଗକୁ ଜଳୀୟ ବାଷ୍ପପୂର୍ଣ୍ଣ ପବନ ଓଡ଼ିଶାକୁ ପ୍ରବେଶ କରୁଛି। ଏହା ରାଜ୍ୟରେ ବର୍ଷା ବଢ଼ାଇବାରେ ସହାୟକ ହେବ। କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା କମିବା ସହ ଖରା ଓ ଗୁଳୁଗୁଳିରୁ ଲୋକେ କିଛିଟା ଆଶ୍ୱସ୍ତି ପାଇବେ ବୋଲି ପାଣିପାଗ ବିଭାଗ ଆଶା କରୁଛି। ସେପଟେ ଆସୁଛି ଏଲିନିନୋ, ବାଟବଣା ହେବ ମୌସୁମୀ, ବର୍ଷା ବଦଳରେ ଅଧିକ ଦିନ ରହିବ ତାତି। ଭାରତୀୟ ପାଣିପାଗ ବିଭାଗ ଆଜି ଏହି ପୂର୍ବାନୁମାନ କରିଛି। IMD DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଏଲିନିନୋ ଏବେ ଟ୍ରାନଜିଟ୍ ପିରିୟଡ଼ରେ ରହିଛି। ଜୁନ୍ରେ ନ୍ୟୁଟ୍ରାଲ୍ ଷ୍ଟେଜ୍କୁ ଆସିବ, କିନ୍ତୁ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଶକ୍ତିଶାଳୀ ହେବ। ତେଣୁ ଜୁନ୍ ମାସରେ ହିଟ୍ ୱେଭ୍ କଲବଲ କରିବ। ସେପଟେ ପ୍ରଶାନ୍ତ ମହାସାଗରରେ ସୁପର ଏଲିନିନୋ ପ୍ରକ୍ରିୟା କିଭଳି ଆରମ୍ଭ ହୋଇଯାଇଛି ତାର ପ୍ରାରମ୍ଭିକ ସଂକେତ ମିଳିଛି। ନାସା ଓ ୟୁରୋପୀୟ ମହାକାଶ ସଂସ୍ଥାର ସାଟେଲାଇଟ୍ ଚିତ୍ରରୁ ପ୍ରଶାନ୍ତ ମହାସାଗରରେ ପ୍ରାୟ 1000 କିଲୋମିଟର ଚଉଡ଼ା ଏକ ଉଷ୍ମ ଜଳ ତରଙ୍ଗର ପ୍ରଭାବ ଦେଖିବାକୁ ମିଳିଛି, ଯାହା ସୂଚାଇ ଦେଇଛି ଯେ ବର୍ଷ ଶେଷ ଆଡ଼କୁ ସୁପର ଏଲିନିନୋ ଶକ୍ତିଶାଳୀ ହୋଇ ତାର ପ୍ରଭାବ ଦେଖାଇବ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ ପାଣିପାଗ ବିଭାଗରୁ କେଉଁ ସବୁ ସତର୍କ ଜାରି କରାଯାଇଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି, ଧନ୍ୟବାଦ।